ମୋତେ ଯଦି ବ୍ୟକ୍ତିଗତ ଭାବରେ ପଚରା ଯାଏ ମୁଁ କହିବି ମୁଁ କୌଣସି ଆଶା ରଖିକି ଯାଇନଥିଲି ଯେଉଁଟା କୁହାଯାଏ କର୍ମଣ୍ୟେବ ଅଧିକାରସ୍ତେ ମା ଫଳେଷୁ କଦାଚନ। ସେଇ ଫଳ ମୋର ଆଶା ନଥିଲା ଯେ ଗୋଟେ ଲିଷ୍ଟ ବାହାରିଯିବ ମୁଁ ଭାବିବି ବହୁତ କିଛି ହେଇଗଲା। ସମାବେଶ ବିଫଳ ନଥିଲା କିନ୍ତୁ କିଛି ବ୍ୟକ୍ତିବିଶେଷ ଯେମିତି ମୁଁ କହିଲି ଆମେମାନେ ଥିଲେ ଆମେ ଜିତିଗଲେ କିନ୍ତୁ କିଛି ବ୍ୟକ୍ତିବିଶେଷ ହାରିଗଲେ ତା ସହିତ ସରକାର ବି ହାରିଗଲେ। କ'ଣ ପାଇଁ କହୁଛି ସେଇ ଛାତ୍ର ସମାଜରେ ହୁଅନ୍ତୁ ବା ଅଭିଭାବକ ସେଇମାନେ ହାରିଗଲେ। ସେମାନେ ଦେଖନ୍ତୁ ସେଇ ପିଲାଙ୍କ ପାଖରୁ ସଫଳତା ଆଶା କରନ୍ତି ପରୀକ୍ଷା ହଲ୍କୁ ଝିଅକୁ ପୁଅକୁ ବୋହୂକୁ ନେଇକି ଯାଆନ୍ତି କିନ୍ତୁ ଆଜି ଯେତେବେଳେ ସେମାନେ ଏଠି ଠିଆ ହେଇଛନ୍ତି ଗୋଟେ ଭଲ କଜ୍ରେ ସେତେବେଳେ ଆପଣମାନେ ଆସିକି ଏଠି ଠିଆ ହେଲେ ନାହିଁ ତାଙ୍କୁ ସାହସ ବଢ଼େଇଲେ ନାହିଁ ସେଥିପାଇଁ ଅଭିଭାବକମାନେ ହାରିଗଲେ। ଆଉ କିଛି ବ୍ୟକ୍ତିବିଶେଷ ଯେଉଁମାନେ ଚାଲାକ ହୁଅନ୍ତି ସବୁବେଳେ ଚାହାନ୍ତି ମୁଁ ଲଢ଼ିବିନି ଆଉ ଜଣେ କିଏ ଲଢ଼ିବ କିନ୍ତୁ ମୋତେ ମିଳିଯିବ ସେଇମାନେ ଯେଉଁମାନେ ଚୁପ୍ ହେଇ ବସିଥିଲେ ସେମାନେ ହାରିଗଲେ। ଆଉ କିଛି ବ୍ୟକ୍ତିବିଶେଷ ଯେଉଁମାନେ ନିଶ୍ଚିତ ଭାବରେ ଭଲ ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯିଏ ବି ଯେଉଁ ଗ୍ରୁପରେ ଥାଆନ୍ତୁ ଏଇ ସମସ୍ୟା ପାଇଁ ସବୁବେଳେ ଆପଣ ଚେଷ୍ଟିତ ଅଛନ୍ତି। ଆଜି ସିଏ ସମାବେଶ କରୁଛନ୍ତି ଆପଣମାନେ କାଲି କରିବେ କିନ୍ତୁ ମୁଁ ସେଇମାନଙ୍କୁ କହୁଛି ଇଏ ଗୋଟେ ଶିକ୍ଷା ଏଇଠୁ ଶିଖିଯାଆନ୍ତୁ। କ'ଣ ଆପଣ ଭୁଲ କଲେ ଯେ ଆପଣଙ୍କ ଭିତରେ ଯେଉଁ ନକାରାତ୍ମକ ଚିନ୍ତାଧାରା ରହିଛି ମାନୁଛି ଓଜେଟାର କିଛି ସଭ୍ୟ ବା କାହା ଉପରେ ଆପଣମାନଙ୍କର ବି ଥିବ କିଛି ଗୋଟେ ମାନେ ଦ୍ୱେଷ ବା ଆପଣ ଜାଣିଥିବେ ଆପଣଙ୍କ ପ୍ରତି କିଏ ଗୋଟେ ଅନ୍ୟାୟ କରିଥିବ କିନ୍ତୁ ଯେତେବେଳେ ସମୂହ ସ୍ୱାର୍ଥ କଥା ଆସୁଛି ଆପଣ ନିଜ ବ୍ୟକ୍ତିଗତ ଅପମାନକୁ ଭୁଲିକି ବି ଠିଆ ହେବାର ଥିଲା। ମୋତେ ଉଭୟ ଯେତେ ବି ଅଛନ୍ତି ଗ୍ରୁପ ସମସ୍ତେ ସମ୍ମାନରେ ପୋତି ପକାଇ ନଥିଲେ ତା ଭିତରୁ କେତେବେଳେ ମୁଁ କଲ୍ କରିଥିବି କିଏ ଉଠେଇ ନଥିବେ ବା କିଏ କେଉଁ ଭଳି ଭାବିଥିବେ ଏ ଲୋକର ଆବଶ୍ୟକତା କ'ଣ କିନ୍ତୁ ଦେଖନ୍ତୁ ମୁଁ ଠିଆ ହେଇଛି। ମୁଁ କହିଥିଲି ଏଇ ଦିନଟା ଠିକ୍ ନୁହେଁ ମେ ବି ଆଉ 2-3 ଦିନ ପରେ କରିବା କିନ୍ତୁ ସେମାନେ କଲେ ଯେତେବେଳେ ମୁଁ ଚୁପ୍ ରହିଲିନି। ମୋ ଭିତରେ ବି ନେଗେଟିଭିଟି ଥିଲା କିନ୍ତୁ ମୁଁ ତାକୁ ହରେଇକି ଠିଆ ହେଲି ଯାଇକି। ମୁଁ ଆପଣମାନଙ୍କୁ କହୁଛି ଆପଣମାନଙ୍କ ଭିତରେ ଯେଉଁ ନେଗେଟିଭିଟି ଥିଲା ତାକୁ ହରେଇବାର ଥିଲା ଆପଣ ତାକୁ ହରେଇଲେନି ବରଂ ନିଜେ ହାରିଗଲେ ତା ପାଖରେ। ଆପଣ ନିଜେ ଥରେ ଭାବନ୍ତୁ ଆପଣ ଯଦି ସବୁ ବାଦ ବିବାଦକୁ ଭୁଲି ଠିଆ ହେଇଯାଇଥାନ୍ତେ ତାହେଲେ ନିଶ୍ଚିତ ଭାବରେ ଇଏ ସଫଳ ହେଲା କି ନହେଲା ସେଇଟା ଆପଣଙ୍କ ମାଇଣ୍ଡରେ ନଥାନ୍ତା। ଇଏ ସଫଳ ହେଲେ ବି ଆପଣ ଅନ୍ତରାତ୍ମାରୁ ଡାକିଥାନ୍ତେ ନା ନା ଏଇ ସମାବେଶ ସଫଳ ହଉ ମୁଁ ଠିଆ ହେଇଥିଲି କିନ୍ତୁ ଯେଉଁମାନେ ଠିଆ ହେଇନଥିଲେ ସେ କେବେ ତାଙ୍କ ଅନ୍ତରାତ୍ମା ଚାହିଁବନି ଯେ ପ୍ରକୃତରେ ଲିଷ୍ଟ ବାହାରି ଯାଉ ସବୁ ଜିନିଷ ଠିକ୍ରେ ହେଇଯାଉ କାହିଁକିନା ତାଙ୍କ ଅନ୍ତରାତ୍ମା ଚାହିଁବ ମୁଁ ଯେତେବେଳେ ଠିଆ ହେବି ସେତେବେଳେ ବିଜୟ ହଉ ଏବେ ନ ହଉ। ତେଣୁ ଇଏ ଯେଉଁ ଈର୍ଷା ସେଇଟା ମୁଁ କହୁନି ଯେ ଆପଣ ମାନେ ସେଇଭଳି ବ୍ୟକ୍ତିତ୍ୱ ନା ଈର୍ଷା ସମସ୍ତଙ୍କ ଭିତରେ ଅଛି ଦ୍ୱେଷ ସମସ୍ତଙ୍କ ଭିତରେ ଅଛି ସେଇ ନକାରାତ୍ମକ ଚିନ୍ତାଧାରାକୁ ଆପଣ ବିଜୟ କରାଇଦେଲେ। ସେଇଥିପାଇଁ ମୁଁ କହିବି ଯଦି ଆପଣ ଆଜି ଠିଆ ହେଇଥାନ୍ତେ ଯଦି ବି ଠିକ୍ଠାକ୍ ହେଉନି କିଛି ଚାପ କିନ୍ତୁ ସୃଷ୍ଟି ହେଇଥାନ୍ତା ଆସନ୍ତାକାଲି ଆପଣ ସମାବେଶ କରିଥିଲା ବେଳେ ଏଇ ଓଜେଟାର ମେମ୍ବର ମାନେ ଅନ୍ୟମାନେ ସମସ୍ତେ ମିଶିକି ପୁଣି ଠିଆ ହେଇଯାଇଥାନ୍ତେ। ଯିଏ ନ ଠିଆ ହେଉଛି ସିଏ ଅହଙ୍କାରରେ ରହୁ କିନ୍ତୁ ଯଦି ସମସ୍ତେ ଠିଆ ହୋଇଯାଇଥାନ୍ତେ ଆଜି ଯଦି 600-700 ଅଛନ୍ତି କାଲି 7000 ହେଇଯାଇଥାନ୍ତେ। କିନ୍ତୁ ଆପଣ ଭାବନ୍ତୁ ଏଇ ଯେଉଁ ଡିଭାଇଡ୍ ଜିନିଷ ବା ଯେଉଁ ଭେଦଭାବ ଏଇଟା ଆମ ଭିତରେ ବସା ବାନ୍ଧି ଆମକୁ ହରେଇ ଦେଲା। ଜୟ ଜଗନ୍ନାଥ। ଆପଣମାନେ ସମସ୍ତେ ଜାଣିଛନ୍ତି ଗତକାଲି ଯେଉଁ ଗୋଟେ ସମାବେଶ ହେଇଥିଲା ଆଉ ସେଇଟା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନେଇକି ବା ପ୍ରାଥମିକ ଶିକ୍ଷକ ବା ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କର ଯେଉଁ ସମସ୍ୟାକୁ ନେଇକି ସମସ୍ତେ ଏକ ହୋଇଥିଲେ ସେଇଟା ପ୍ରକୃତରେ ସେଇ ଯେଉଁ ଓଜେଟା ଯେଉଁ ଡାକରା ଦେଇଥିଲା ଆଉ ସେଠି ମୁଁ ନିଜେ ବି ସାମିଲ ଥିଲି। ମୁଁ ଯାହା ଲକ୍ଷ୍ୟ କଲି ଆଉ ଯାହା ବି କିଛି ମୋର ବିଶ୍ଳେଷଣ ରହିଛି ସେଇ ସମାବେଶ ଉପରେ ସେଇଟା ମୁଁ ଆପଣମାନଙ୍କ ଆଗରେ ରଖିବି। ପ୍ରଥମ କଥା ଆପଣମାନଙ୍କ ମନରେ ବହୁତ ପ୍ରଶ୍ନ ଥିବ ଯେ ପ୍ରକୃତରେ ସେଇଟା ସଫଳ ନା ବିଫଳ। ସେଇ ଯେଉଁ ବି ଆୟୋଜନ ହେଇଥିଲା ଯେଉଁ ବି ସମାବେଶ ହେଇଥିଲା ସେଇଟା ଯଦି ସଫଳ କ'ଣ ପାଇଁ ସଫଳ ଆଉ ଯଦି ବିଫଳ କ'ଣ ପାଇଁ ବିଫଳ ତାର ଗୋଟିଏ ଛୋଟିଆ ବିଶ୍ଳେଷଣ ରହିବ। ଆଶା କରୁଛି ଆପଣମାନେ ଆପଣମାନଙ୍କର ମତ ବି ଦେବେ ତା ସହିତ ଆପଣମାନେ ଯେଉଁଟା ହୃଦୟଙ୍ଗମ କରୁଛନ୍ତି ସେଇଟା ସମସ୍ତଙ୍କ ଆଗରେ ରଖିବେ କମେଣ୍ଟ ମାଧ୍ୟମରେ ହେଉ ବା ଅନ୍ୟ ଯେକୌଣସି ମାଧ୍ୟମରେ ହେଉ ଆପଣମାନେ ଜଣାଇବେ ଯାହାଫଳରେ ଆଗକୁ ବି ଆମର ଯେଉଁ ବି ଶକ୍ତି ରହିଛି ସାମର୍ଥ୍ୟ ରହିଛି ବା ଯେକୌଣସି ଆମର ପ୍ରୟାସ ରହୁଛି ସେଇଟା ନିଶ୍ଚିତ ଭାବରେ ଆହୁରି ମାନେ ଉନ୍ନତତର ହେଇପାରିବ। ଯେଉଁମାନେ ପ୍ରୟାସ କରିନାହାନ୍ତି ଫେନ୍ସିଟର ହେଇକି ବସିକି ରହିଛନ୍ତି ବା ନିରବଦ୍ରଷ୍ଟା ହେଇଛନ୍ତି ବା ଆପଣ କହିବେ ମାନେ ଯେମିତି କୁହନ୍ତିନି କି ଯେ କୌଣସି ଜିନିଷରେ ଆପଣଙ୍କୁ ଫରକ ପଡ଼ୁନି ଆପଣ ସେମିତି ଗୋଟେ ବ୍ଲାଇଣ୍ଡ ଆଇଡ୍ ହେଇଯାଇଛନ୍ତି କୌଣସି ଭୁଲ ଠିକ୍ ଆପଣଙ୍କୁ ଦେଖାଯାଉ ନାହିଁ କେବଳ ନିଜ ସ୍ୱାର୍ଥରେ ଅନ୍ଧ ହୋଇଯାଇଛନ୍ତି ସେମାନଙ୍କ ଠାରୁ ତ ମୁଁ କିଛି ବି ଆଶା କରେ ନାହିଁ।
ମୋତେ ଯଦି ବ୍ୟକ୍ତିଗତ ଭାବରେ ପଚରାଯାଏ ମୁଁ କହିବି ମୁଁ କୌଣସି ଆଶା ରଖିକି ଯାଇନଥିଲି ଯେଉଁଟା କୁହାଯାଏ କର୍ମଣ୍ୟ ବା ଅଧିକାରସ୍ତେ ମା ଫଳେଷୁ କଦାଚନ। ସେଇ ଫଳ ମୋର ଆଶା ନଥିଲା ଯେ ଗୋଟେ ଲିଷ୍ଟ ବାହାରିଯିବ ମୁଁ ଭାବିବି ବହୁତ କିଛି ହେଇଗଲା, ବା ସେଇଠି ବି ମୋର ଆଶା ନାହିଁ ଯେ କାଲି ଯଦି ଆପଣମାନଙ୍କର ରିଜଲ୍ଟ ସିଟ୍ ଆସିଗଲା ବା ଆପଣମାନେ ଆପଏଣ୍ଟମେଣ୍ଟ ପାଇଗଲେ ତା ସହିତ ଆପଣଙ୍କର ରେଗୁଲାର ବି କରିଦିଆଗଲା ତାହେଲେ ବି ମୁଁ କହିବିନି ସେଇଟା ହିଁ ମୋର ଉଦ୍ଦେଶ୍ୟ ଥିଲା। କାହିଁକି ମୁଁ ଏକଥା କହୁଛି, ଉଦ୍ଦେଶ୍ୟ ଗୋଟିଏ ସମାଜକୁ କେମିତି ଆମେ ଆହୁରି ଭଲ କରିପାରିବା, ସମାଜର ଯେଉଁ ବି ପ୍ରଥା ରହିଛି ଭୁଲ ପ୍ରଥା ରହିଛି ତାକୁ ସୁଧାରିବା ପାଇଁ ଶିକ୍ଷକମାନଙ୍କର ଗୋଟିଏ ବଡ଼ ଭୂମିକା ରହିଛି। ସେମାନେ ଚାହିଁଲେ ସମାଜକୁ ଆହୁରି ଅନେକାଂଶରେ ଭଲ କରିପାରିବେ ଆଉ ସେମାନଙ୍କ ହାତରେ ସେ ଦକ୍ଷତା ରହିଛି ଆଉ ସେମାନେ ଛୋଟ ଛୋଟ କୋମଳ ଶିଶୁଙ୍କୁ ସେଇଭଳି ଭାବରେ ଗୋଟେ ବଡ଼ ଆଉ ଶକ୍ତିଶାଳୀ ଆଉ ପ୍ରଭାବୀ ନାଗରିକ ଭାବରେ ଗଢ଼ିପାରିବେ। ତେଣୁ ମୁଁ କାହିଁକି କହୁଛି ଯେ ମୋ ମତରେ କାଲିର ସମାବେଶ ଥିଲା ସଫଳ, କାହିଁକି ନା ମୋ ପାଖରେ ସେଇ ଗୋଟିଏ କଥା ଥିଲା ଯେ ଆମେ ସମବେତ ହେବା, ସମୂହ ପ୍ରାର୍ଥନା କରିବା ଆଉ ନିବେଦନ ସରକାରଙ୍କୁ ତ ରଖିଲେ କିନ୍ତୁ ପ୍ରକୃତରେ ଯଦି ଦେଖିବା ମୁଁ ସବୁବେଳେ ସେଠି ବି କହିକି ଆସିଥିଲି ଯେ ମହାପ୍ରଭୁଙ୍କ ପାଖରେ ଆମେ ସମସ୍ତେ ଆକୁଳ କଣ୍ଠରେ ହାତ ଦୁଇଟି ଟେକି ଆମ ସମସ୍ୟା ଜଣାଇବା। ଆଉ ମୁଁ କେବଳ ଏତିକି ଜାଣୁଛି ଯଦି ମହାପ୍ରଭୁଙ୍କ ପାଖରେ ଆମ ପ୍ରାର୍ଥନା ପହଞ୍ଚିଛି ତାହେଲେ ଆମେ ସଫଳ। ଆଉ ମୁଁ ଏବେ ବି ଅନ୍ତରରୁ କହୁଛି ଯେ ପ୍ରକୃତରେ ତାଙ୍କ ପାଖରେ ପହଞ୍ଚିଛି ତେଣୁ ଆମେ ସଫଳ। ଆଉ ଯଦି 5ଟି କାରଣ କହିବି କ'ଣ ପାଇଁ ଆମେ ସଫଳ ତାହେଲେ ଗୋଟିଏ ଗୋଟିଏ ମୁଁ କହୁଛି, ଆପଣମାନେ ଶୁଣନ୍ତୁ ଆଉ ଆପଣମାନେ ଆପଣମାନଙ୍କର ମତ ବି ଦେଇପାରିବେ। ପ୍ରଥମତଃ ଏଇଥିପାଇଁ ଆମେ ସଫଳ ଯେ ଦେଖନ୍ତୁ ସମସ୍ତେ ମିଶିକି ଏକଜୁଟ ହୋଇ ଆମେ ଆସି ଏକ ସ୍ୱରରେ ଆମର ଯେଉଁ ବି ସମସ୍ୟା ରହିଛି, ସମାଜର ଯେଉଁ ସମସ୍ୟା ରହିଛି, ଶିକ୍ଷକମାନଙ୍କର ଯେଉଁ ସମସ୍ୟା ରହିଛି ଆମେ ସମସ୍ତେ ସତ୍ସାହସର ସହିତ ଉଠେଇ ପାରିଲେ ସେଥିପାଇଁ ଆମେ ସଫଳ। ଦ୍ୱିତୀୟରେ ଏଥିପାଇଁ ବି ଆମେ ସଫଳ, ଆମେ ନିଜକୁ କହିବା ଆମେ ଏକା ନୁହନ୍ତି, ଆମମାନଙ୍କ ସହିତ ଛୋଟ ବଡ଼ ଭାଇ ଭଉଣୀ ବା ବନ୍ଧୁ ସମସ୍ତେ ଏକ ଥିଲେ। ତେଣୁ ଏଇଟା ଜଣାଇ ଦେଉଛି ଆଗାମୀ ଦିନରେ ଯେକୌଣସି ବି ସମସ୍ୟା ଆସୁ ଆମେ ସମସ୍ତେ ମିଶିକି ତାର ସମାଧାନ କରିପାରିବା, ସେଥିପାଇଁ ଆମେ ସଫଳ। ତୃତୀୟରେ ଯଦି କହିବି ଯେ ନିଶ୍ଚିତ ଭାବରେ ଏକ ସ୍ୱରରେ ଏକଜୁଟ ହୋଇ ଯେତେବେଳେ ଆମେ ଗୋଟିଏ ସମାବେଶ କରିପାରିଲେ ସେଇଟା ନିଶ୍ଚିତ ଭାବରେ ତାର ପଜିଟିଭ ଇମ୍ପାକ୍ଟ ସରକାରଙ୍କ ଉପରେ, ସମାଜ ଉପରେ ଆଉ ଯେଉଁମାନେ ସମାଜରେ ଶୋଇ ରହିଛନ୍ତି ସେ ବ୍ୟକ୍ତିବିଶେଷଙ୍କ ଉପରେ ପଡ଼ିବ ଯେ ଯାହା ହଉ ଏ ପିଲାମାନେ ଏକଜୁଟ ହୋଇ କିଛି ତ କରୁଛନ୍ତି ବା କିଛି ଗୋଟେ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରୁଛନ୍ତି। ସେ ନିଜର ସ୍ୱାର୍ଥ ସହିତ ସମୂହ ସ୍ୱାର୍ଥର ତ ନିଶ୍ଚିତ ଭାବରେ ଏଇଟା ରକ୍ଷା କରିପାରିବ। ଚତୁର୍ଥରେ ଯଦି କହିବି ଏଇ ଯେଉଁ ସ୍ପିରିଟ୍ରେ ଆପଣମାନେ ଏକାଠି ହେଲେ ସେଇ ସ୍ପିରିଟ୍ ଯଦି ରହିବ ତାହେଲେ ନିଶ୍ଚିତ ଆଗାମୀ ଦିନରେ ଶିକ୍ଷାର ଗୋଟେ ଯେଉଁ ପରିବର୍ତ୍ତନ ଆସିବା କଥା, ଶିକ୍ଷା କ୍ଷେତ୍ରରେ ଯେଉଁ ବିପ୍ଳବ ସୃଷ୍ଟି ହେବା କଥା ସେଇଟା ନିଶ୍ଚିତ ଭାବରେ ହେବ। ତା ସହିତ ଆଉ ଗୋଟେ ଜିନିଷରେ ବି ଏଇଟା ନିଶ୍ଚିତ ଭାବରେ କାର୍ଯ୍ୟକାରୀ ହେବ। ଯେକୌଣସି ସାମାଜିକ ବ୍ୟାଧି, ଯେକୌଣସି ସାମାଜିକ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ଅଛି ସେତେବେଳେ ନିଶ୍ଚିତ ଭାବରେ ଏହା ପ୍ରେରଣା ଯୋଗାଇବ ବା ସମସ୍ତଙ୍କୁ ଉତ୍ସାହିତ କରିବ ଆଗକୁ ବଢ଼ିବା ପାଇଁ। ପଞ୍ଚମ କାରଣ ଯେଉଁଟା ପାଇଁ କହିବି ସେ ସମାବେଶ ସଫଳ ଥିଲା, ପଞ୍ଚମ କାରଣ ଯେଉଁଟାକି ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଯେ ଦେଖନ୍ତୁ ଏଇଟା ଜଣେଇ ଦେଲା ଯେ ଲିଡରସିପ୍ ଆଉ ଯେଉଁ କୁହନ୍ତି ଡିସିପ୍ଲିନ୍, ଏଇ ଦୁଇଟି ଜିନିଷ ଆମ ଭିତରେ ରହିଛି। କିଛି ବ୍ୟକ୍ତିବିଶେଷଙ୍କର ଲିଡରସିପ୍ କ୍ୱାଲିଟି ରହିଛି, ତେଣୁ ସେମାନେ এই ଆୟୋଜନ କରିପାରିଲେ, ଅନ୍ୟମାନଙ୍କୁ ମତେଇ ପାରିଲେ, ମନେଇ ପାରିଲେ ଆଉ ସାଙ୍ଗରେ ନେଇକି ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଆଗକୁ ବଢ଼ି ପାରିଛନ୍ତି ଆଜି ପର୍ଯ୍ୟନ୍ତ। ତ ସେଇ ଯେଉଁ ଲିଡରସିପ୍ କ୍ୱାଲିଟି ସେଇଟା ନିହାତି ଦରକାର ଯେକୌଣସି କ୍ଷେତ୍ରରେ। ତା ସହିତ ଯେଉଁ କହିଲେ ଡିସିପ୍ଲିନ୍, ଲିଡର ହେଲେ ଯଦି ଅନ୍ୟମାନେ ଡିସିପ୍ଲିନ୍ ହେଉନଥିବେ, ସେ ଲିଡରକୁ ମାନୁନଥିବେ ବା ଲିଡରକୁ ମାନି ଉତ୍ସାହିତ ହୋଇ ସେ ଲିଡରକୁ ବି ଉତ୍ସାହିତ କରି ଠିକ୍ କଥାକୁ ମାନି ଯଦି ତାଳରେ ତାଳ ଦେଇ ଯେ ଆଗକୁ ନ ବଢ଼ି ପାରିବେ ତାହେଲେ ବି ତାର କୌଣସି ମୂଲ୍ୟ ନାହିଁ। ତେଣୁ ଯେତେ ବଡ଼ ଲିଡର ଥାଆନ୍ତୁ ଯଦି ଟିମ୍ ସ୍ପିରିଟ୍ରେ ଆମେ ନ ଖେଳୁଛନ୍ତି ତାହେଲେ ବିଜୟ ମିଳିବ ନାହିଁ। ତେଣୁ ଏଇଟା ବି ଜଣାଇ ଦେଉଛି ଆପଣମାନଙ୍କ ଭିତରେ ଯେଉଁ ଡିସିପ୍ଲିନ୍ ମୁଁ ଦେଖିଲି ସେଇଟା ବି ନିଶ୍ଚିତ ଭାବରେ ଇଏ ଗୋଟେ ବିଜୟର ସଂକେତ। ତେଣୁ ମୁଁ ଏଇ ଯେଉଁ 5ଟି କାରଣ କହିଲି ନିଶ୍ଚିତ ଭାବରେ ଏଇଟା ବିଜୟର ସଂକେତ ଆଉ ଏଇଟା ବିଜୟ। ଆଉ ସବୁବେଳେ ମନେ ରଖନ୍ତୁ ଗୋଟିଏ ଦିନରେ ଗୋଟେ ଠିଆ ହେଇଗଲେ ଗୋଟେ ଲିଷ୍ଟ ଦେଇଦେଲେ ସେଇଥିରେ ଜିତିଯିବା ନୁହେଁ, ସିଏ ବରଂ ଅହଙ୍କାରକୁ ବଢ଼େଇଥାନ୍ତା ଯେ ଦେଖନ୍ତୁ ଆମେମାନେ ଗଲୁ, ଆମେ ଜିତିଗଲୁ। ତେଣୁ କେଉଁଠି ନା କେଉଁଠି ଆମେ
मानु बा न मानु से ओजेटा भितर भी से अहंकार पलि आसता देखो आम ठिया हेलु आमको मिलगला बा मु कही मु जाइए सहित ठिया हेली आईगला ना प्रभु करेबे समय रे हब तार समय अच्छी दरकार पड़े काली भी हो पारे पहरदिन भी हो पारे किंतु एटा तो सत आमे माने एकाठी हेले आ गोटे कमन गोल रखिकी आमे समस्ते एक स्वर रे गोटे जिनस दाबी रखिले आउ से जो जिनस आमे कहिले जहाँ भी समस्या अच्छी सेटा जणई दिए जे आमे एकाठी हो पारछु एकाठी लड़ी पारछु तेणु ये थिला कौन पाई सफल आ जो माने भाबुचंती एटा विफल थिला सेटा संकीर्ण दृष्टि आपण कहउचंती से ईर्षान्वित होइकी आपण कहताई पारंती मु सेमानंकु कहि देबाकु चाहे जे समावेश विफल नथिला किंतु किछि व्यक्ति विशेष जेमती मु कहली आमे माने थिले आमे जीती गले किंतु किछि व्यक्ति विशेष हारी गले ता सहित सरकार भी हारी गले कौन पाई कहूची देखंतु प्रथम तो सरकार एथि पाई हारी गले सरकार को पाखरे से कृतज्ञ भाव बा ग्रेटफुलनेस रहिला नाही देखंतु गोटे मास आगु मोस्टली बहुत भी नुहे गोटे 1.5 मास आगु ए सरकार को पाखरे किछि नथिला सेतेबेले से जो आह्वान देइथिले आ सेई आह्वान को सुनी तांको ऊपर भरोसा करी जो माने तांको जितेई थिले सेमानंको पाखरे से कृतज्ञतार भाव टिके देखैबा पई से आम पाखको आसिले नाही चिराचरित प्रथारे डेलीगेशन जिबे चेष्टा करिवे भेटिबाकू मु सेटाकू विश्वास करे नाही विभिन्न अंचलरू बहुत दूर दूर जगार कौटी आमर देखिए मयूरभंज हो सेपट्रे आमर कंधमाल हो केते केते जगार पिला माने आसीथिले भुवनेश्वर पर्यंत आसीथिले आ तो घरे धसई पसी न थांते तेणु सेठी जदि आपण देखिबे निश्चिंत भाव में सरकार जदि चाहि थांते कोनोसी ना कोनोसी प्रतिनिधि को पठेई ससन माने तांको भेटी तांको दाबी पत्र सेठू ग्रहण करि थांते सेटा करि नांती तेणु सरकार हारी गले एटा मो अंतररू मु से बीजेपी समर्थक हिसाब रे कहूची मु गोटे भोटर हिसाब रे जे जीतेई थिला से कहूची आ जगन्नाथंकर भक्त हिसाब रे कहूची सरकार हारी गले कृतज्ञता देखै पारिले नाही सेई भरोसा करथिबा भोटर माने बा तांकर नागरिक मानक पाखरे द्वितीय रे मु कहबी सरकार एथि पई हारी गले जे तांको पाखरे से मोराल करेज रहिला नाही सत्शास्त्र सहित हमकु सामना करिवा पई आउ जदि कहबी तृतीय रे सरकार एथिपाई हारिगले से समवेदना जनइबा पई से हृदय तांका पाखरे रहिला नाही आपण जानिबा दरकार जे 8 वर्ष धरी लड़ीचंती आपण माने विरोधी रे थिला बेले तांको देखिचंती से पिला माने आज जते बेले आसुचंती कोनोसी विक्षोभ करिकी कहाकू डिस्टर्ब करू नथिले परं ताको समस्या रखुतले से दुख को आपण देखिकी आपण तांको जदि सांत्वना टिके देई पारले नाही ताहले आपण इनसेंसिबल हो गले तेणु मु कहबी हारीगले सरकार आउ जदि किसी व्यक्ति विशेष को कथा कहबी से छात्र समाज रे होंतु बा अभिभावक से माने हारीगले केमिति हारीगले से माने देखंतु से पिलांक पाखरु सफलता आशा करंती परीक्षा हॉल को झियो को पुओ को बहु को नेकी जानती किंतु आज जेते बेले से माने एठी ठिया हिचंती गोटे भल कज रे सेते बेले आपण माने आसिक एठी ठिया हेले नाही ताको साहस बढ़ेले नाही सेति पई अभिभावक माने हारी गले आउ किछि व्यक्ति विशेष जो माने चालाक हुंती सब बेले चाहंती मु लड़ी बिनी आउ जणे के लड़ीबो किंतु मते मिली जीवो सेई माने जो माने चुप हेई बसिथिले से माने हारी गले आउ किछि व्यक्ति विशेष जो माने निश्चित भाव रे भलो अन्य ग्रुप रे भी अछंती मु समस्त को कहबा को चाहे जी भी जो ग्रुप रे थांतु एई समस्या पई सब बेले आपण चेष्टित अछंती आज सी समावेश करछंती आपण माने काली करिवे किंतु मु सेई माननकु कहूची ये गोटे शिक्षा एटू शिखी जानतु कौन आपण भूल कले जे आपण को भीतर जो नकारात्मक चिंताधारा रही मानुची ओजेटार किसी सभ्य बा कहा उपरे आपण मानकर भी थिबो किसी गोटे माने द्वेष बा आपण जानिथिबे आपण प्रति किए गोटे अन्याय करिथिबो किंतु जेतले समूह स्वार्थ कथा आसुची आपण निज व्यक्तिगत अपमान को भूलिकी भी ठिया हबार थिला मते उभय जेते भी अछंती ग्रुप समस्ते सम्मान रे पुति पकई नथिले ता भितरु केतेबेले मु कॉल करथिबे के उठै नथिबे बा की को भली भाबिथिबे ये लोकर आवश्यकता कोन किंतु देखंतु मु ठिया हेछि मु कहितली एई दिनटा ठीक नुहे मे भी आउ 2-3 दिन पर करिबा किंतु से माने कॉलेज जेतेबेले मु चुप रहिलेनी मो भीतर भी नेगेटिविटी थिला किंतु मु ताकू हरै की ठिया हाली जाय की मु आपण मानन को जे आपण मानन को भीतर जो नेगेटिविटी थिला ताकू हरैबार थिला आपण ताकू हरैलेनी बरं निजे हारी गले ता पाखरे आपण निजे थरे भाबंतु आपण जति सबु
बाद विवाद को भूली ठिया हो जाते ताले निश्चित भाव में ये सफल है कि नहला सेटा आपण माइंड रे न था ये सफल हेले भी आपण अंतरात्मा डाकी था ना ना ये समावेश सफल हो मु ठिया होती किंतु जो मैंने ठिया होते से केबे तांको अंतरात्मा चाहिए जे प्रकृत लिस्ट बाहरी जाऊ सब जिन ठीक रही जाऊ कहीं अंतरात्मा चाहिए मु जिते ठिया हेबी सेते विजय हो एबे न हो। तेणु ये जो ईर्षा सेटा मु कहूनी जे आपण माने सेही भली व्यक्तित्व ना ईर्षा समस्त भितर अच्छी द्वेष समस्त भितर अच्छी से नकारात्मक चिंताधारा को आपण विजय करदेले से मु कहबी जदि आपण आज ठिया होते जदि भी ठीक ठाक हेउनी किछि चाप किंतु सृष्टि होता आसंता काली आपण समावेश करथिला बेले एई ओजेटार मेंबर माने अन्य माने समस्त मिसिकी पुणी ठिया हो जाते जी न ठिया होची सी अहंकार रे रहू किंतु जदि समस्त ठिया हो जाते आज जदि 600-700 अछंती काली 7000 हो जाते किंतु आपण भावंतु ये जो डिवाइड जिनिष बा जो भेदभाव एटा आम भितर बसा बांधी आमको हरई देला। तेणु आपण माने केवल हारी नांती कोठना कोठी आमे भी हारी जाउछंती गोटे समाज रो जदि कहवा अंग हिसाब रे जो माने कोनोसी गोटे जस्टिफाइड रीजन आसी पारि नथिले किंतु तांको प्रार्थना आम सहित थिला तांको पितामातांकर आशीर्वाद आम सहित थिला से माने निश्चित भाव में विजयी होइछंती किंतु जो माने निज भितर थिबा नकारात्मक चिंताधारा पाखरे निजे हारी गले से माने निश्चित भाव में अनुताप करबा दरकार आ आगामी दिन में जिते बड़ी भी आपण कोनोसी समस्या रे ठिया होचंती सेते बड़े एकजुट हे ठिया हेबे बोली मोर आशा। मो ये वीडियो करबा पछरे ए जो समस्ते कहि दियंती व्यू ये सब पाई नुहे थरे जदि मन ध्यान दे आपण सुनिथिबे आपण बुझी पारुथिबे मो कहिबार अर्थ कोन एमती सब बेले आमे मिसिक हारी जाउछंती कोठना कोठी आमे कहि परिबा संपूर्ण शरीर सुस्थ थिला बेले गोटी अंग टिके दुर्बल हो जाउची तेणु से सुस्थ शरीर रही भी लाभ नाही काइना गोटी अंग पई संपूर्ण सुस्थ अन्य ऑर्गन भी मूल्यहीन हो जाए। सेइतपई मु आज भी कहबी आपण मानकू जे जो माने भाबुचंती जे आमे हारी जाइछु नाही जीतिछु किंतु जो माने अहंकार करूछन जे आमे जीति जाइछु नाही आमे टिके कोठना कोठी पछै जाइछु काहेकि ना हमरो किछि अंग एबे भी आमठू अलगा बा कोठी ना कोठी आम सहित कोऑर्डिनेशन रखी पारु नांती। तेणु संपूर्ण समस्त ऑर्गन जितेबाला मिसीज संपूर्ण बॉडी जितेबाला एक हो ताहले जानतु से सुस्थ शरीर बहुत किसी करिपरिबो। सेतपई मु एटी आह्वान दउची एथिरु शिखंतु आउ मु अंतररु कहूची समूह प्रार्थना थिला जोटा हेई परिला समस्ते एकजुट थिले आ सेतपई कहूची ये गोटे बहुत बहुत सफलतम प्रयास थिला आउ सबु प्रयास केबे फल इमिडिएटली दिए नहीं आउ सबु आंतरिक प्रयास केबे विफल हुएनी बरं सफलतार हुए आज नहले काली किंतु आमर कौन पाई एटा सफल थिला मु कहि सारिछि। आपण माने भी आपण मानकर मत रखिबे। रहूची नमस्कार जय जगन्नाथ।